କରି ଦେଉଥିଲା ଆଉ ଗେହି ହେବାକୁ ମଜା ଲାଗୁଥିଲା। ଆଜିର ଏହି ଗିହା ଗେହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ଆଉ ବାଣ୍ଡ ବିଆକୁ ଗରମ କରିଦେବ। ଯଦି ଏହି କାହାଣୀ ଶୁଣି ବାଣ୍ଡ ଉଠିଯାଏ ତାହେଲେ ସେ ଉଠିଥିବା ବାଣ୍ଡରେ ସବସ୍କ୍ରାଇବ୍ ଚିହ୍ନକୁ ପିଟି ଦିଅନ୍ତୁ। ଡେରି ନ କରି ଚାଲନ୍ତୁ ଆଜିର ଗିହା ଗେହି କାହାଣୀ ଉପରକୁ ଯିବା। ଦର୍ଶକ ବନ୍ଧୁମାନେ, ମୋ ନାଁ ଶ୍ରାବଣୀ। ମୁଁ କଟକରେ ରହେ। ମୋର ବୟସ 34 ବର୍ଷ। ମୁଁ ବହୁତ ବେଧି। ମୁଁ ଗିହା ଗେହି ହେବାକୁ ବହୁତ ଭଲ ପାଏ। ମୁଁ ପ୍ରାୟ ସବୁଦିନ ଗିହା ଖାଏ। ମୋତେ ଗେହିବା ପାଇଁ ବେଧୁଆମାନେ ସବୁଦିନ ମୋ ଘରକୁ ଆସନ୍ତି। କାରଣ ମୋ ସ୍ୱାମୀ ବାହାରେ ରୁହନ୍ତି ଆଉ ସେମିତିରେ ବି ମୋ ସ୍ୱାମୀ ମୋତେ କେହି ଖୁସି କରିପାରନ୍ତି ନାହିଁ। ଯେଉଁଦିନ ମୋତେ କିଏ ହେଲେ ଗେହିବାକୁ ନ ଆସିଲେ ମୁଁ ବିଆରେ କଣ ହେଲେ ପୂରେଇ ହୋଇ ବିଆକୁ ଶାନ୍ତି କରେ। ମୋ ଜୀବନର ସବୁଠାରୁ ବଡ଼ ଦୁଃଖ ହେଉଛି ମୋ ଦେହର ଭୋକ। ମୋ ସ୍ୱାମୀ ମୋତେ ଠିକ ସେ ଗେହି ପାରନ୍ତି ନାହିଁ। ସେ ଯେତେବେଳେ ବି ତାଙ୍କ ବାଣ୍ଡକୁ ମୋ ବିଆରେ ପୁରାନ୍ତି, ବିଆରେ ପୂରେଇବାର 2-3 ମିନିଟ୍ରେ ତାଙ୍କ ବାଣ୍ଡରୁ ବୀର୍ଯ୍ୟ ବାହାରିଯାଏ। ସେଇଥିପାଇଁ ମୁଁ ରାଗିଯାଏ ଆଉ ମାଗିହା ଯଦି ଗେହି ପାରୁନୁ ତାହେଲେ ମୋତେ କଣ ପାଇଁ ବାହା ହେଉଥିଲୁ ବୋଲି ଗାଳି କରେ। ଯେହେତୁ ସେ ଗେହି ପାରନ୍ତି ନାହିଁ ତେଣୁ ସେ କୁହନ୍ତି ମୁଁ ତ ତୋତେ ଗେହିକି ଖୁସି କରି ପାରୁନି, କଣ ଆଉ କରିବି। ତୁ ଯଦି ଖୁସି ପାଇବାକୁ ଚାହୁଁଛୁ ତାହେଲେ ଅନ୍ୟ ସହ ଗେହି ହୋଇ ଖୁସିରେ ରୁହ। ମୁଁ ତୋତେ କିଛି କହିବି ନାହିଁ କୁହନ୍ତି ଆଉ ମୁଁ ଗାଁର ସମସ୍ତଙ୍କ ସହ ଗେହି ହୋଇ ବିଆକୁ ଶାନ୍ତି କରେ। ଆଜିର ଭିଡିଓରେ ଦେଖିପାରିବେ ମୁଁ କେମିତି ମୋ ଶ୍ୱଶୁର ସହ ଗେହି ହୋଇ ମୋ ଭୋକ ମେଣ୍ଟାଇଲି। ତ ସାଙ୍ଗମାନେ, ଆପଣମାନେ ତ ଜାଣନ୍ତି ମୋ ସ୍ୱାମୀ ମୋ ସହ ଗିହା ଗେହି କରିବାକୁ ଅସମର୍ଥ। ତେଣୁ ମୁଁ ମୋ ଶ୍ୱଶୁରଙ୍କ ସହ ଟିକେ ଅଧିକ ମିଶିବାକୁ ଲାଗିଲି ଆଉ ତାଙ୍କୁ ପଟେଇ ତାଙ୍କଠାରୁ ଗିହା ଖାଇବାକୁ ଇଚ୍ଛା କଲି। ମୋ ଶାଶୁ 4 ବର୍ଷ ତଳେ ମରି ଯାଇଛନ୍ତି। ଏବେ ଶ୍ୱଶୁର ଏକୁଟିଆ। ତାଙ୍କର ବୟସ 56 କି 57 ବର୍ଷ ହେବେ କିନ୍ତୁ ଦେଖିବାକୁ ସେତେ ବୁଢା ନୁହନ୍ତି। ମୋ ଶ୍ୱଶୁର ମଧ୍ୟ ଟିକିଏ ବେଧୁଆ ପ୍ରକୃତିର ମଣିଷ। ତେଣୁ ମୋତେ ତାଙ୍କଠାରୁ ଗିହା ଖାଇବାକୁ ସୁବିଧା ହେବ, ପଟେଇବାକୁ ସମୟ ଲାଗିବନି ଭାବିଲି। ଆଉ ମୁଁ ତାଙ୍କୁ ଦେଖିଲେ ଉତ୍ତେଜିତ ହୋଇଯାଏ ଆଉ ଖଟରେ ଶୋଇ ମୋ ବିଆରେ ଆଙ୍ଗୁଳି ପୁରାଏ। ଭାବେ ଯଦି ସେ ମୋତେ ଗେହିବେ କେତେ ମଜା ଲାଗିବ। ଏହା ଭାବି ଭାବି ମୋ ବିଆରୁ ନାଳ ବାହାରିଯାଏ ଆଉ ଆଙ୍ଗୁଠି ପୂରେଇ ହେବାକୁ ଭାରି ମଜା ଲାଗେ। ମୁଁ ତାଙ୍କୁ ମୋ ପ୍ରତି ଆକୃଷ୍ଟ କରିବା ପାଇଁ ବେଳେବେଳେ ତାଙ୍କ ଆଗରେ ମୋ ଶାଢ଼ୀ ଖସେଇ ଦିଏ। ତାଙ୍କ ଆଗରେ ବ୍ଲାଉଜ ବି ପିନ୍ଧେ ଯେମିତି ମୋ ଦୁଧ ଅଧା ଦେଖାଯିବ। ଏମିତି କିଛି ଦିନ କରିବା ପରେ ସେ ବି ଧୀରେ ଧୀରେ ମୋ ଆଡ଼କୁ ଧରିବାକୁ ଲାଗିଲେ, ମାନେ ମୋ ପ୍ରତି ଆକୃଷ୍ଟ ହେବାକୁ ଲାଗିଲେ। ଦିନେ ମୁଁ ଜାଣିଶୁଣି ଶ୍ୱଶୁରଙ୍କ ଆଗରେ ମୋ ବିଆକୁ ଆଉସି ଆଉସି କୁଣ୍ଡେଇ ହେଉଥିଲି। ଶ୍ୱଶୁର କିଛି ସମୟ ମୋତେ ସେମିତି ଚାହିଁକି ରହିଲେ ଆଉ ସମ୍ଭାଳି ନ ପାରି ମୋ ପାଖକୁ ଆସି ମୋତେ କୁଣ୍ଢେଇ ପକେଇଲେ ଆଉ ମୁଁ ବି ତାଙ୍କୁ ବିରୋଧ କଲି ନାହିଁ କାରଣ ମୁଁ ସେୟା ଚାହୁଁଥିଲି। ତେଣୁ ଶ୍ୱଶୁର ଆଉ ଟିକେ ଆଗେଇଲେ ଆଉ ମୋତେ ଚୁମା ଦେବାକୁ ଲାଗିଲେ ଆଉ ଚୁମା ଦେଇ ଦେଇ ମୋ ଦୁଧକୁ ମୁଠେଇ ଧରି ଚିପି ଚାଲିଲେ। ଇଚ୍ଛା ଥିଲା ଏବେ ଗିହା ଖାଇବାକୁ, କିନ୍ତୁ ମୁଁ ଶ୍ୱଶୁରଙ୍କ ଇଚ୍ଛା ଆଉ ମୋ ପ୍ରତି କଣ ତାଙ୍କର ଭାବନା ଅଛି ଜାଣିବା ପାଇଁ ମୁଁ କହିଲି ଆପଣ ଏମିତି କଣ କରୁଛନ୍ତି ବାପା, କିଏ ଦେଖିଦେଲେ କଣ କହିବେ। ଶ୍ୱଶୁର ମହାଶୟ କହିଲେ ବୋହୂ ଲୋ, ମୁଁ ସବୁ ଜାଣିଛି। ମୋ ପୁଅ ସହ ତୁ ଶାନ୍ତିରେ ନାହୁଁ। ମୋ ପୁଅ ଠିକ ସେ ତୋତେ ଗେହି ପାରୁ ନାହିଁ ଆଉ ତୁ ବାଧ୍ୟ ହୋଇ ଅନ୍ୟମାନଙ୍କ ସହ ଗେହି ହେଉଛୁ। ତୁ ଏବେ ବ୍ୟସ୍ତ ହନା। ସେମିତିରେ ବି ଏବେ ମୁଁ ଏକୁଟିଆ, ତୋ ଶାଶୁ ଆଉ ନାହିଁ। ମୁଁ ମଧ୍ୟ ବିଆ ପାଇଁ ପାଗଳ ହୋଇଯାଉଛି ଆଉ ମୁଠି ମାରି ମାରି ଦିନ କାଟୁଛି। ଏଥର ଆମେ ଦୁହେଁ ଗିହା ଗେହି ହେବା। ମୁଁ ତୋର ବିଆକୁ ଶାନ୍ତ କରିବି ଆଉ ତୁ ମୋର ବାଣ୍ଡକୁ ଶାନ୍ତ କରିବୁ। ମୁଁ କହିଲି ଠିକ ଅଛି ବାପା। ତାପରେ ଆମର ଶ୍ୱଶୁର ବୋହୂ ପ୍ରେମ ଆରମ୍ଭ ହେଲା। ସବୁଦିନ ଆମେ ଚୁମା ଦିଆ ଦେଇ ଚିପା ଚିପି ହେଲୁ। 2-3 ଦିନ ସେମିତି ଚାଲିଲା ପରେ ମୁଁ କହିଲି ବାପା ଆଜି ରାତିରେ ମୋ ପାଖକୁ ଆସିବ, ସାଙ୍ଗ ହୋଇ ଶୋଇବା। ମୋତେ ଗିହା ଗେହି ହେବାକୁ ବେଶୀ ଇଚ୍ଛା ହେଉଛି ଆଉ ତମ ପୁଅ ବି ଘରେ ନାହାନ୍ତି। ସେ 2 ଦିନ ଗାଁରେ ରହିବେ। ଶ୍ୱଶୁର କହିଲେ ହଁ ଲୋ ମୋ ବୋହୂ ରାଣୀ, ଆଜି ସାଙ୍ଗ ହୋଇ ଶୋଇବା ଆଉ ମନ ଭରି ଗିହା ଗେହି ହେବା। ଯେତେ ସନ୍ଧ୍ୟା ହୋଇ ହୋଇ ଆସିଲା ମୋ ଦେହରେ ଶିହରଣ ଖେଳିବାକୁ ଲାଗିଲା ଆଉ ବିଆ ଧକ ଧକ ହେବାକୁ ଲାଗିଲା। ମୁଁ ଜାଣିଗଲି ମୋ ଶ୍ୱଶୁର ଏଥର ମୋ ବିଆର ଭୋକ ମାରିବେ। ମୁଁ ରାତିକୁ ଅପେକ୍ଷା କରି ରହିଲି। ଠିକ ସନ୍ଧ୍ୟା 6ଟାରେ ମୋ ଶ୍ୱଶୁର କହିଲେ ମୁଁ ଟିକେ ବଜାରରୁ ଆସେ। ମୁଁ ହମ ଜଲଦି ଆସିବ ବାପା ବୋଲି କହିଲି